ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ଭାଗ ନେଇଛନ୍ତି ସେମାନଙ୍କର କିଛି କିଛି ଫଟୋ କଲେକ୍ସନ୍ ଦେଖନ୍ତୁ। ଏଇମାନେ ହେଲେ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଶାର ଯେ ନେତୃତ୍ୱ ନେଇ ଓଡ଼ିଶାକୁ ତଥା ଦେଶକୁ ସ୍ୱାଧୀନତା ଆଣିଦେବାରେ ସାହାଯ୍ୟ କରିଥିଲେ। ଇଏ ହେଉଛି ଆର୍ଟ ଗ୍ୟାଲେରୀ। ଦେଖନ୍ତୁ ଗଙ୍ଗାଧର ମେହେର ଖୁବ୍ ସୁନ୍ଦର ଭାବରେ ସଜାଯାଇଛି ଏବଂ ସ୍ମରଣୀୟ କରି ରଖାଯାଇଛି। ଗଙ୍ଗାଧର ମେହେରଙ୍କର ମଧୁବାବୁ ମଧୁସୂଦନ ଦାସ, ତାଙ୍କର ମଧୁବାବୁଙ୍କ ବ୍ୟବହୃତ ସାମଗ୍ରୀ। ଇଏ ହେଉଛି ମଧୁବାବୁଙ୍କ ଫଟୋ। ଇଏ ଉତ୍କଳ ଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ଶହୀଦ ଲକ୍ଷ୍ମଣ ନାୟକ, ଉତ୍କଳମଣି ଗୋପବନ୍ଧୁ ଦାସ, ରମା ଦେବୀ, ମାଧବ ରାଉତରାୟ, ବକ୍ସି ଜଗବନ୍ଧୁ, ବିଦ୍ୟାଧର ମହାପାତ୍ର, କୃତିବାସ ପାଟଶାଣୀ ଏବଂ ଅନ୍ୟମାନେ। ଇଏ ହେଉଛି ସୁଭାଷ ବୋଷଙ୍କର କୃତି। ଇଏ ଘୁମୁସର ବିଦ୍ରୋହ। ଇଏ ହେଉଛି ବିଭିନ୍ନ ବିଦ୍ରୋହ ଯାହା ହେଇଥିଲା ତାକୁ ଏଠି 3D ଆକାରରେ ପ୍ରଦର୍ଶିତ କରାଯାଇଛି। ଇଞ୍ଚୁଡ଼ିରେ ଲବଣ ସତ୍ୟାଗ୍ରହ ସମୟରେ ଦୃଶ୍ୟ। ଇଞ୍ଚୁଡ଼ି କିପରି ଲୁଣ ମାରୁଥିଲେ ଇଞ୍ଚୁଡ଼ିରେ। ରେଭେନ୍ସା ମହାବିଦ୍ୟାଳୟ କଲେଜରେ ଆନ୍ଦୋଳନ ସମୟରେ ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନର ଇରମ ଗୁଳିକାଣ୍ଡ। ଇରମ ଅଛି ଯେଉଁଠି ବାସୁଦେବପୁରର ଇରମ ଭଦ୍ରକ ଜିଲ୍ଲାରେ ଅବସ୍ଥିତ। ଦେଖନ୍ତୁ ଇଏ କିଛି ଫଟୋ କଲେକ୍ସନ୍। ଆମର ଫକୀରମୋହନ ସେନାପତି, ଓଡ଼ିଆ ଭାଷା ସାହିତ୍ୟ କୁନ୍ତଳା କୁମାରୀ ସାବତ, ବାଞ୍ଛାନିଧି ମହାନ୍ତି, ରାଧାନାଥ ରାୟ, ମଧୁସୂଦନ ଦାସ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗଙ୍ଗାଧର ମେହେର, ଗୋପବନ୍ଧୁ ଦାସ। ଏଠି ଆଉ ଗୋଟେ ସୁନ୍ଦର ଭାବରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ବ୍ୟକ୍ତିଗଣଙ୍କୁ ଓଡ଼ିଶା ମାନଚିତ୍ର ସାହାଯ୍ୟରେ ଗୋଟେ ପଟ୍ଟଚିତ୍ର କରି ଦିଆଯାଇଛି। ଦେଖିପାରୁଥିବେ ସମସ୍ତଙ୍କର ପ୍ରତିଛବିକୁ ଏଠାରେ ଦର୍ଶାଯାଇଛି। ବହୁତ ସୁନ୍ଦର ଜିନିଷ। ଇଏ ପ୍ରଜାମଣ୍ଡଳ ଆନ୍ଦୋଳନରେ ଓଡ଼ିଶାରେ ଘଟିଥିବା ଆନ୍ଦୋଳନ ଗୁଡ଼ିକ ମଧ୍ୟରୁ ଇଏ ମଧ୍ୟ କିଛି ଚିତ୍ରିତ କରାଯାଇଛି। ଇଏ ପବିତ୍ର ମୋହନ ପ୍ରଧାନ ଏବଂ ସାରଙ୍ଗଧର ଦାସ। ଇଏ ମାଥିଲି ଗୁଳିକାଣ୍ଡ ସମୟରେ ଯାହା ଯାହା ଘଟିଥିଲା। ଥ୍ୟାଙ୍କସ୍ ଫର୍ ୱାଚିଂ କୁମାର ବ୍ଲଗ।